हेलो फ्रेंड्स, जय जगन्नाथ फ्रेंड्स। ଆପଣ କେମିତି ଆଶା କରୁଛି ଆପଣ ବହୁତ ଭଲ ଥିବେ ଫ୍ରେଣ୍ଡସ୍। ଦେଖିପାରୁଥିବେ ଆମେ ପଳେଇ ଆମ ପଡ଼ିଆ କ୍ରିକେଟ୍ ଖେଳିବା ପାଇଁ। ଏଇଠୁ ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ଯେଉଁମାନେ ଫାର୍ଷ୍ଟ ଟାଇମ୍ ପାଇଁ ଭିଡ଼ିଓକୁ ଭିଜିଟ୍ କରୁଛନ୍ତି ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍ ପ୍ରେସ୍ କରି ଯାହାର ସର୍ବପ୍ରଥମ ଭିଡ଼ିଓ ଆପଣମାନଙ୍କ ସହିତ ପହଞ୍ଚିପାରିବ। ଦେଖିପାରୁଥିବେ ଆମେ ଫାର୍ଷ୍ଟ ଟାଇମ୍ ପାଇଁ ପଡ଼ିଆର ଆଜି ଖେଳିବାକୁ ଆସିଛ। ଦେଖିପାରୁଥିବେ ଏଇ ସବୁ ବଜାର ଫଜାର ସବୁ ଦିଆହେଇଛି ନା ସାଇଟ୍ ହେଇନି, ସେଇଥିପାଇଁ ଆମେ ଆସିଥିଲୁନି। କାହିଁକିନା ଗାଁରେ ତ ଯଜ୍ଞ ମନ୍ଦିର ପ୍ରତିଷ୍ଠା ଅଛି, ସେଥିପାଇଁ ଆମେ ସବୁ ଏକାଠି ହେଇଛୁ ପିଲାମାନେ ଖେଳିକି ଯିବା। ସେଠି କ'ଣ କେମିତି କ'ଣ ଆମର ପ୍ରତିଷ୍ଠା ପାଇଁ ସଜାସଜି ହେଇଛି କ'ଣ ନାହିଁ ଆପଣମାନେ ସେୟାର କରିବି ଭିଡ଼ିଓରେ କଣ୍ଟିନ୍ୟୁ ହେଲା। ଆମେ ଫାର୍ଷ୍ଟ ଟିମ୍ ସବୁ ସଜାଡ଼ି ନେଉ, ତାପରେ ଆପଣଙ୍କ ସହିତ ଭିଡ଼ିଓ ସେୟାର କରିବି କ'ଣ କେମିତି ଆମର କ୍ରିକେଟ୍ ଖେଳୁଛି। ଦେଖିବାର ତ ଏଇଟା ଆମର ପିଲାମାନେ ସବୁ ପଡ଼ିଆର ସବୁ ଦେଖିବା ଗୋଟେ ବଜାର ସବୁ ଦିଆଯାଇଛି। ଏ ତ ଚାରି ସାଇଡ଼୍ ବଜାର ଏଇ ସବୁ କ୍ଲିୟର ହେବ, କାହିଁକିନା ଏ ବର୍ଷ ଟୁର୍ଣ୍ଣା ମ୍ୟାଚ୍ ହେବ ଏଇ ସବୁ ସାଇଡ଼୍ ହେଲେ। ସେପଟେ ତ ଆମର ପୂଜା ପାଇଁ ଚାଲିଛି ପ୍ରସ୍ତୁତି। ଦେଖିପାରୁଥିବେ ପିଲାମାନେ ସବୁ ଫ୍ରେଣ୍ଡସ୍, ଦେଖିପାରୁଥିବେ ଆମର ଖେଳ ଚାଲିଲାଣି। ଆମେ ମୁଁ ଯାଇଥିଲି ଫାଷ୍ଟ ବଲ୍ ଆଉଟ୍, ଗୋଟେ ବି ରନ୍ ବାଡ଼େଇ ପାରିନି, କାହିଁକିନା ସେତେବେଳେ ଭିଡ଼ିଓ କରିପାରିଲିନି। ସବୁ ପିଲା ଜଗିଥିଲେ ସେଥିପାଇଁ ଭିଡ଼ିଓ ମୁଁ ମୋ କ୍ଲିପ୍ଟା ନେଇନି। ଦେଖିପାରୁଥିବେ ମୁଁ ତ 0 ଆଉଟ୍। ଆମର ଦେଖିପାରୁଥିବେ ଖେଳ ସାରିକି ଆମର ବ୍ୟାଟିଂ ସରିଲା ପରେ ଏଇ ସାଙ୍ଗେ ସେମାନେ ଖେଳୁଛନ୍ତି। ଆମର କେତେ ସ୍କୋର ହେଲା? 43 ସ୍କୋର ହେଇଛି। ଧର 43 ସ୍କୋର। ଦେଖିପାରୁଥିବେ ସେ ବ୍ୟାଟିଂ କରୁଛନ୍ତି। ଦେଖିପାରୁଥିବେ ଆମେ ଏଇଟା ଖେଳ ସାରି ପଳେଇ ଆସିଲ। ଦେଖିପାରୁଥିବେ ଏଠି ଆମର ଏମିତି କିଛି ଡେକୋରେସନ୍ ହୋଇଛି, ତ ସାଉଣ୍ଡ ସେଟଅପ୍ ତାର ବସିଛି। ଦେଖିପାରୁଥିବେ କ'ଣ ଇଏ କି ପକୁଡ଼ି, ଶାଗ ପକୁଡ଼ି। ଦେଖିପାରୁଥିବେ ମଲେଇ ବାଲା ଆମର ବଡ଼ ମଲେଇ ବାଲା ଆଇସ୍କ୍ରିମ୍ ବେପାରୀ ଯାଉଛି। ଦେଖିପାରୁଥିବେ ଆଇସ୍କ୍ରିମ୍ ଦୋକାନରେ କେତେ ଯାରା ସଜା ହେଇଛି କର୍ମ। ଦେଖିପାରୁଥିବେ ଯାତ୍ରୀ କି କର୍ମ ଆକର୍ଷଣ କରିବା ପାଇଁ। ଦେଖିପାରୁଥିବେ ଏଇ ତ ଅଷ୍ଟପହରି ପାଇଁ ବନା ହେଉଛି, ପାହାଚ ଭାତର ସବୁ ବନା ହେଉଛି। ଆମର ତ ଜାଗର ପାଇଁ ସବୁ ଏକା ସାଙ୍ଗରେ ପଡ଼ୁଛି ତ। ଦେଖିପାରୁଥିବେ ଫ୍ରେଣ୍ଡସ୍, ରାତିରେ ମାନେ ଭଲ ଲାଗିବ। ରାତିର ଆପଣମାନଙ୍କୁ ସେୟାର କରିବି ଭିଡ଼ିଓ, ଭଲ ଲାଗିବ ରାତିର ଗଲେ ତ ସବୁ ଏଙ୍ଗଲ ରାସ୍ତା ସାଇଡ଼୍ ସବୁ ଲାଗିଛି। ଦେଖିପାରୁଥିବେ ଦୋକାନ ଅଳ୍ପ କିଛି ପଡ଼ିଛି, ତେଲ ଦୋକାନ, ଆଇସ୍କ୍ରିମ୍। ଦେଖିପାରୁଥିବେ ସନ୍ଧ୍ୟାର ଭ୍ୟୁ। କାଲି କଳସ ଶୋଭାଯାତ୍ରା, ଆଜି ଲାଇଟ୍ ଫାଇଟ୍ ଡେକୋରେସନ୍ ଚାଲିଲାଣି। ଆମର ଏଠି ଦାୟିତ୍ୱ କିଛି କଦଳୀ ଗଛ ଆଣିକି ଛଡ଼ାଛଡ଼ି ହେଉଛି। ଦେଖିପାରୁଥିବେ ଫ୍ରେଣ୍ଡସ୍, ତ ଲାଇଟ୍ ଡେକୋରେସନ୍ ଚାଲିଛି। ଆମେ ଏଠି କାମ ସାରି ଆପଣମାନଙ୍କୁ ସେୟାର କରିବି ଲାଇଟ୍ର ଭ୍ୟୁ ରାତିର। ଦେଖିପାରୁଥିବେ ଲାଇଟ୍ର ଭ୍ୟୁ କେମିତି କ'ଣ ଦେଖାଯାଉଛି। ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ଦେଖାଯାଉଛି। ପଡ଼ିଆଟା ପୁରା ରଙ୍ଗୀନମୟ। ଏପଟ ଗାଁକୁ ଯାଇଛି ଲିଚୁ କ'ଣ ସେ ସେଠି ଅଛି ବା। ଦେଖିପାରୁଥିବେ ଫ୍ରେଣ୍ଡସ୍, ଯାଉନ ଆସିବ ଧରୁନୁ ଦାଦା ତାର ପକୁଡ଼ି କଷା ନେଇକି ଆଇଛି। ଦେଖିପାରୁଥିବେ ଫ୍ରେଣ୍ଡସ୍ ଲାଇଟ୍ର ସାମ୍ନାର ଭ୍ୟୁ ଦେଖୁଥିବେ। କାଲି ତ ପ୍ରତିଷ୍ଠା ଅଛି। ଆଜି ଦେଖିପାରୁଥିବେ ଦୁଇ ସାଇଡ଼୍ର କଦଳୀ ଗଛ ଲାଗିଛି, ସୁନ୍ଦର ଲାଗୁଛି। କାହିଁକିନା ବହୁ ପ୍ରତିଷ୍ଠା ପରେ ଯଜ୍ଞ ହେଉଛି। ଦେଖିପାରୁଥିବେ ୟା ଭିଡ଼ିଓରେ ଗୋଟେ ଟୋଟାଲ୍ ଭିଡ଼ିଓ ଆଣିବି, କାହିଁକିନା ଇଏ ମନ୍ଦିର ବିଷୟରେ କେତେଟା କ'ଣ କେତେ ବର୍ଷ ଧରି କାମ ହେଇଛି, କେତେ ବର୍ଷ ଧରି ଏ ମନ୍ଦିର ବହୁତ ପୁରୁଣା ଅଟେ। ଖୁବ୍ ଆମେ ବି ଜନ୍ମ ହେଇଥିଲୁ ଏ ମନ୍ଦିର ହେଇଥିଲା। ମନେ ପଡ଼େ ଆଜି ମୋର ସେଇ ପିଲା ଦିନ କାହାଣୀ, ସେଇ ପିଲା ଦିନ କାହାଣୀ। ମୋ କଣ୍ଢେଇ ରାଜା ଥିଲା, ମୋ କଣ୍ଢେଇ ରାଜା ଥିଲା, ତୋ କଣ୍ଢେଇ ରାଣୀ। ମୁଁ ଆପଣଙ୍କୁ କହିଛି ଟୋଟାଲ ବିଷୟରେ ଗୋଟେ ମନ୍ଦିର ବିଷୟରେ ଭିଡ଼ିଓ ଟୋଟାଲ ବନେଇବି। ଏ ମନ୍ଦିର ବହୁତ ପୁରୁଣା ଅଟେ, ମାନେ ବହୁତ 30 କି 40 ବର୍ଷ ପାଖାପାଖି ହେବ। କାହିଁକିନା ଆମେ ଜନ୍ମ ହୋଇଥିଲୁ ଏ ମନ୍ଦିର ତିଆରି ହେଲାଣି, କିନ୍ତୁ 2000 ଜନ୍ମ ହୋଇଥିଲା ଏବେ 25 ଚାଲିଛି, 25 ହେଲାଣି ମଧ୍ୟ ପ୍ରତିଷ୍ଠା ବୋଧେ ଅଛି। କାଲି ତ କଳସ ଅଛି, କାଲି କତରୁ ଯଜ୍ଞ ଚାଲିବ ଆଉ।
ଆପଣମାନଙ୍କୁ କାଲି ଭିଡ଼ିଓରେ କଣ୍ଟିନ୍ୟୁ ରହିବେ। ମୁଁ ଟୋଟାଲ୍ ଭିଡ଼ିଓ କଭର୍ କରିବି, ଆପଣ ନିଶ୍ଚୟ ଟୋଟାଲ୍ ଦେଖିପାରିବେ। ଯେଉଁମାନେ ଫାର୍ଷ୍ଟ ଟାଇମ୍ ପାଇଁ ଭିଡ଼ିଓ ଦେଖୁଛନ୍ତି ସବସ୍କ୍ରାଇବ୍ କରିବେ, ଯାହାଦ୍ୱାରା ସର୍ବପ୍ରଥମେ ଭିଡ଼ିଓ ଆପଣମାନଙ୍କୁ ପହଞ୍ଚିପାରିବ। ଫ୍ରେଣ୍ଡସ୍, ଆଜିର ତ ଏମିତି ପ୍ରକାର ଭିଡ଼ିଓ ଥିଲା, ଆପଣମାନଙ୍କ ସହିତ ସେୟାର କରୁଛି, ଦେଖିପାରୁଥିବେ। କାହିଁକି ନା କାଲି ଆମର କଳସ ଶୋଭାଯାତ୍ରା ହେବ ଆମ ଯଜ୍ଞ ପାଇଁ। ଆଜି କେମିତି କ'ଣ ଭିଡ଼ିଓ ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଆପଣମାନଙ୍କୁ ଭଲ ଲାଗିଛି ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଆଗକୁ ଯାହା ଭିଡ଼ିଓ ଛାଡ଼ିବେ ଆପଣମାନେ ଦେଖିପାରିବେ। ସବସ୍କ୍ରାଇବ୍ କରିବା ନିହାତି ଜରୁରୀ। ଖାଲି ଆପଣମାନଙ୍କ ଭଲ ପାଇବା ସପୋର୍ଟ ମୋତେ ମିଳିବା ଦରକାର, ତାই ମୁଁ ଆଗକୁ ଯାଇପାରିବି। ଆଜି ତ ଏମିତି କିଛି ଥିଲା, ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିଥିବ। ରହୁଛି, ଆପଣମାନଙ୍କୁ ଆଗାମୀ ମଧ୍ୟ ଦେଖା ହେବ। ରହୁଛି, ବାଏ, ଧନ୍ୟବାଦ।